ମତରେ ଇଷ୍ଟବୃତ୍ତିର 5ଟି ମୁଖ୍ୟ ଲାଭ ଜାଣିବା ଆସନ୍ତୁ। ଯେଉଁଟା ଜାଣିଲେ ଆଜିଠାରୁ ଆଉ କୌଣସି ଦିନ ବି ଭୁଲରେ ବି ଇଷ୍ଟବୃତ୍ତି ବନ୍ଦ କରିବେ ନାହିଁ। ଏହି ହାତ ମୁଠାରେ ସବୁ ଅଛି, ଆମେ କରୁନି ପାଇବା କିପରି? ଶ୍ରୀ ଶ୍ରୀ ଠାକୁର ସେଥିପାଇଁ ତାଙ୍କ ବାଣୀରେ କହିଲେ, ଯେତେ ହିଁ ଆସୁ ଆପଦ ବିପଦ ଯେମିତି ହେଉ ପ୍ରାଣ, ଇଷ୍ଟବୃତ୍ତି ଆଣେ ଆଣେ ସବୁର ପରିତ୍ରାଣ। ଜୟ ଗୁରୁ। ବନ୍ଧୁଗଣ, ଆମେ ସମସ୍ତେ ଠାକୁରଙ୍କୁ ଭଲ ପାଉ, ତାଙ୍କ ଦୀକ୍ଷା ନେଇଛୁ ଅବଶ୍ୟ, କିନ୍ତୁ ଆମ ଜୀବନରେ ଇଷ୍ଟବୃତ୍ତିର ଅମୋଘ ଫଳ କ'ଣ ଜାଣିଛ? ଶ୍ରୀ ଶ୍ରୀ ଠାକୁର କାହିଁକି ଇଷ୍ଟବୃତ୍ତି ଉପରେ ଏତେ ଗୁରୁତ୍ୱ ଦେଇଛନ୍ତି? ଆଜିର ଏହି ଭିଡ଼ିଓରେ ଆମେ ଆଲୋଚନା କରିବା ଇଷ୍ଟବୃତ୍ତି କରିବା ଦ୍ୱାରା ଜଣେ ମଣିଷ ଜୀବନରେ କିପରି ଏମିତି 5ଟି ବଡ଼ ପରିବର୍ତ୍ତନ ଆସିବ ଓ ଲାଭ ଆସିବ, ଯାହା କୌଣସି ସାଧନାରେ ପାଇବା ବିରଳ। ତେଣୁ ଅନୁରୋଧ, এই ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଭଲ ଲାଗିଲେ ଆମର ସାଥୀ ସାଙ୍ଗମାନଙ୍କ ସହିତ ନିଶ୍ଚୟ ସେୟାର କରନ୍ତୁ। ପ୍ରଥମେ ସେଇ ହୃଦୟସ୍ପର୍ଶୀ ପ୍ରତ୍ୟୟ ଭରା ଉପଦେଶ ଶୁଣିବା ଆସ, ଯାହା ପୂଜ୍ୟପାଦ ଆଚାର୍ଯ୍ୟ ଦେବ ସେଦିନ କହୁଥିଲେ। 29 ତାରିଖ ମାର୍ଚ୍ଚ 2024 ବର୍ଷର ଏହି କଥାଟି। ବାଲେଶ୍ୱରରୁ ଆସିଛନ୍ତି ଜଣେ ଗୁରୁ ଭାଇ। ତାଙ୍କର ନ୍ୟୁରୋଫାଇବ୍ରୋମିଆ ରୋଗ ହୋଇଛି ବୋଲି ଡାକ୍ତର କହିଦେଇଛନ୍ତି। ସାରା ଶରୀର ଆଉ ମୁହଁ ଭରି ଯାଇଛି ଛୋଟ ଛୋଟ ଗୁଟିରେ। ସେ ଜାଣନ୍ତି ତାଙ୍କର ଏଇ ବିଭତ୍ସ ରୂପ ପାଇଁ ଆଜି ଭଲ ଚାକିରିଟି ଚାଲିଯାଇଛି ହାତରୁ। ଏଇ ଭାଇଙ୍କୁ ଛାଡ଼ିଦେଲେ ଘରେ ତାଙ୍କର ଆଉ କେହି ନାହାନ୍ତି, ସେ ଘରେ ଏକା ରୁହନ୍ତି। ଯେତେ ଯେତେ ଦିନ ଗଡ଼ି ଯାଉଛି ସମାଜରେ ଯେମିତି ସେ ପତିତ ବା ହଜିଗଲା ଭଳି ମନେ କରୁଛନ୍ତି। ତାଙ୍କର ମନେ ହୁଏ କେହି ତାଙ୍କ ମୁହଁ ଆଡ଼େ ଚାହାନ୍ତି ନାହିଁ କି ତାଙ୍କୁ ବସିବାକୁ କୁହନ୍ତି ନାହିଁ। କ'ଣ କରି ବଞ୍ଚିବେ? କାହାକୁ ନେଇ ବଞ୍ଚିବେ? କେହି ତ ଟିକିଏ ଆଶ୍ୱାସନା ଭରା କଥା ହେବା ପାଇଁ ଆଗ୍ରହ କରନ୍ତେ, ସେତକ ବି ନାହିଁ। ପାଖେ ବସିବାକୁ ଘୃଣା କରୁଛନ୍ତି। ଏଇ ଟିକକ କହି ହିଁ ସେ ହତାଶରେ ଅଧବଦନ ରୂପରେ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ସମ୍ମୁଖରେ ବସି ପଡ଼ିଲେ। ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହୁଛନ୍ତି, ତୁମେ ଏକଦମ ଭୟ ପାଇବ ନାହିଁ। ତୁମେ ଠାକୁରଙ୍କ କାମ କରୁଥାଅ, ନାମ କର ପ୍ରତିଦିନ ନିୟମ କରି। ତୁମେ ଚାକିରିକୁ ଭୁଲି ଯାଅ। ନିଜର ରୂପକୁ ନେଇ ଏକଦମ ଭାବିବ ନାହିଁ। ମନେ ମନେ ଭାବିବ, ଯେତେ କ୍ଷଣ ମୁଁ ବଞ୍ଚିଛି ମୁଁ ତୁମରି ଇଚ୍ଛାରେ ବଞ୍ଚିଛି ହେ ଦୟାଲ, ତେଣୁ ମୁଁ ତୁମ ପାଇଁ ସୁନ୍ଦର, ତୁମ ପାଇଁ ସୁନ୍ଦର। ଏବେଠୁ ମନ ପ୍ରାଣ ଏକ କରି ପକାଅ। ତୁମେ ଚାକିରିର ଆଡ଼କୁ ଟିକିଏ ବି ଚାହିଁବ ନାହିଁ। ତୁମେ ଶୁଦ୍ଧ ପରମ ପିତାଙ୍କ ଆଡ଼କୁ ଚାହିଁବ। ତୁମର ଯେଉଁଟା ଦରକାର ହେବ ସେଇଟା ସେ ସମୟ ଅନୁସାରେ କରିଦେବେ। ଲୁଣ ଭାତ ଖାଅ, କିନ୍ତୁ ତୃପ୍ତିରେ ଶାନ୍ତିରେ ବଞ୍ଚ, ଶାନ୍ତିରେ ଥାଅ। ଠାକୁରଙ୍କ ପାଖରେ ଯାଇ କୁହ, ଏଇ ଜୀବନ ତୁମର, ମୁଁ ଶୁଦ୍ଧ ତୁମକୁ ଚାହେଁ। କିନ୍ତୁ ତୁମେ କେବେ ଭୁଲ କରି ଧପ୍ପାବାଜଙ୍କ ପରି ଲୁହାର କୁରାଢ଼ୀ ଫୋପାଡ଼ି ଦେଇ ସୁନାର କୁରାଢ଼ୀ ପାଇଁ ଆକ୍ଷେପ କର ନାହିଁ। ଇଷ୍ଟବୃତ୍ତି ମନ ପ୍ରାଣ ଦେଇ କର, ମନର ଶ୍ରଦ୍ଧା ଦେଇ କର। ଶୁଦ୍ଧ ଖାଲି ମୁଖରେ ସେଇ ମନ୍ତ୍ର ଉଚ୍ଚାରଣ କରିବା ନୁହେଁ, ଅନ୍ତରରୁ କର ଯେ ମୁଁ ତୁମର ଭରଣର ପାଇଁ ମଙ୍ଗଳମୟଙ୍କ ପାଖରେ ନିଃସ୍ୱାର୍ଥ ନିବେଦନ କରୁଛି। ଭାବ, ଏଇ ରକମ କରି ଏଇ ମନ ନେଇ କରି ଦେଖ ଥରେ, ତୁମେ ଫଳ ନିଶ୍ଚୟ ପାଇବନି। 1000 ବାର ପରୀକ୍ଷା କରି ଦେଖ, 1000 ବାର ପାଇବ। ମୁଁ କହୁନାହିଁ, ବିଜ୍ଞାନ କହୁଛି। ଏଇଟା କୌଣସି
जादूगरीर कथा नुहे, कौनसी बाबाजीर गल्प नुहे, विज्ञान कहिछि जेतेबेले सबु दिगरु रास्ता बंद हो जाए, तुमर जीवनर अपॉर्चुनिटीर सद्भावना दरजा सेतेबेले एई इष्टभूति खोली देई पारे। मानसिक भावे अंधकार निमज्जित भाईटी आशार आलुओ देखा पाई। समाज पाखरे पतित हो जाइथिबा एई भाईटी शुणिबा पाइले से दिन परम प्रेमर आश्वासना भरा गल्प। आखिरे गभीर प्रत्ययर प्रतिफलन भाबुछंती से आचार्य देव उपदेश शिरोधार्य करी एथर झांपी पड़े इष्ट कर्म। से भक्ति भरे प्रणाम करी विदाय नेले, मते विदाय दियो। हाँ बंधु माने, जार केही न थांती तार भगवान ही पाखे पाखे थांती। कथारे अच्छी करिले निजर हुए से पर, धरिले इष्ट को हुए सभिंकर। जो 5टी लाभ विषय में कही एबे जानिनेबा प्रथम लाभटी कौन? आत्मरक्षा और विपदर मुक्ति। आत्मरक्षा उपकरणे इष्ट भरण करते होय, कर्म शक्तिर जाए समाहार, ताके तो कहे पुरुषाकार। पुरुषाकारे दैव योजन, तारे इष्ट वृत्ति कर। पुरुषाकारे दैव योजन, तारे इष्ट वृत्ति कर। हाँ बंधु, एबे आसतु जानिबा द्वितीय लाभ, मानसिक स्थिरता और सुसंयमता। श्री ठाकुर बाणी अनुसार इष्टवृत्ति मनीषर काम, क्रोध और लोभ को नियंत्रण करे। प्रतिदिन इष्टवृत्ति करने द्वारा मनीषर स्वार्थपरता कमी जाए, अहंभाव दूरे जाए। जेतेबेले आमे आमर प्रिय वस्तु टंका बा खाद्य प्रथमे गुरु को अर्पण करू, आम भितरे त्यागर भावना आसे। यह द्वारा मानसिक अवसाद बा डिप्रेशन दूर हुए एवं मनरे अपूर्व शांति विराजमान करे। निजको एक नियंत्रण भितर रखे। सुखरे अधिक खुशी हुए नहीं कि दुखरे अधिक भांगी पड़े नहीं। एबे आसंतु जानिबा तृतीय लाभ, आर्थिक श्रृंखला और समृद्धि। अनेक भावंती टंकाटिए देदेले आमर अभाव हेबो, आमर सबु सरी जीवो। किंतु श्री श्री ठाकुर कहती इष्टवृत्ति हेउची जीवन वृद्धिर कारण। इष्टवृत्ति हेउची जीवन यज्ञर मूल पिंड। इष्टवृत्ति हेउची जीवनर मानदंड। जेतेबेले आमे कोनोसी कर्म करू आउ तार कष्ट उपार्जित फल पाऊ, माने बंचिबा बढ़िबा पाई जे भूल ठीक मिश्रित कर्मरु संचित अर्थ पाऊ, तार किछि अंश जेतेबेले से इष्ट को परम पिता को समर्पित करदेऊ, से आयर एक निर्दिष्ट अंश गुरु कार्य लगिले बाकी अंशटी पवित्र हो जाए। यह द्वारा गृहरे अनावश्यक खर्च तथा रोग वैराग बा कोर्ट कचेरी मानक अଯଥା खर्च हेबारु कमी जाए। जी इष्ट को पोषण करे, प्रकृति ताकू पोषण करे, आपण को अर्थरे बरकत आसे ही आसे। एबे बंधुगण आसंतु जानिबा चतुर्थ लाभटी कौन? सुस्थ शरीर और निरोग जीवन। इष्टवृत्तिर अन्य एक अर्थ हेउची इष्ट को वृत्ति बा बंचाई रखिबा। जे इष्ट को बंचाई रखिबा पाई चेष्टा करे, से निजे मध्य दीर्घायु हुए, शतायु हुए। इष्टवृत्ति प्रकृतिर अवदान। जी प्रकृति पाई करे, प्रकृति मध्य तार पाई करे। जेतेबेले इष्टवृत्ति करुथिबा व्यक्ति सात्विक आहार बा सदाचार पालन करने को बाध्य हुए, आ सेतेबेले लक्ष्य करिवो एई शृंखलित जीवन शैली शरीरर रोग प्रतिरोधक शक्ति बढ़ाई थाए।
ହଁ ବନ୍ଧୁଗଣ, ପରୀକ୍ଷା କରି ଦେଖିନି। ପଞ୍ଚମ ଲାଭ ଜାଣନ୍ତୁ, ଜୀବନର ଲକ୍ଷ୍ୟ ପ୍ରାପ୍ତି। ଶ୍ରୀ ଶ୍ରୀ ଠାକୁର ତାଙ୍କର ଅମୃତବାଣୀରେ କହିଛନ୍ତି, ବାଧାର କଥା ନ ଶୁଣି ତୁହି ଇଷ୍ଟ ପଥରେ ଚାଲ। ବାଧାର କଥା ନ ଶୁଣି ତୁହି ଇଷ୍ଟ ପଥରେ ଚାଲ। ସତ ଭାବ ହେବ ମୋଚନ, ବୁକୁରେ ବଢ଼ିବ ବଳ। ଜୀବନର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଗୁରୁଙ୍କ ପଥରେ ଚାଲିବା। ଇଷ୍ଟବୃତ୍ତି ହେଉଛି ଏକ ସାଧନା। ପ୍ରତିଦିନ ଏହାକୁ ନିଷ୍ଠାର ସହ ପାଳନ କଲେ ଆମର ଆତ୍ମବିଶ୍ୱାସ ବଢ଼େ। ଆମେ ଅନୁଭବ କରୁ ଯେ ଆମେ ଏଠି ଏକୁଟିଆ ନାହୁଁ। ପରମ ପିତା ସବୁବେଳେ ଆମ ସାଥିରେ ଅଛନ୍ତି, ଆମ ପାଖରେ ଅଛନ୍ତି। ଏହା ମଣିଷକୁ ପଶୁତ୍ୱରୁ ଦେବତ୍ୱ ଆଡ଼କୁ ନେଇଯାଏ। ଇଷ୍ଟବୃତ୍ତି ଆଉ ସୁସ୍ଥୟିନୀ ପାଳନ କରିବା ଫଳରେ ମଣିଷ ଭିତରେ ଯେଉଁ ଶକ୍ତି ମହଜୁଦ ହୋଇଥିବ, ବିପଦ ସମୟରେ ତାହା ହିଁ ତାକୁ ରକ୍ଷା କରିବ। ସ୍ୱଳ୍ପମାପସ୍ୟ ଧର୍ମସ୍ୟ ତ୍ରାୟତେ ମହତ ଭୟାତ୍। ଅର୍ଥାତ୍ ସାମାନ୍ୟ ଟିକିଏ ମଧ୍ୟ ଯେଉଁମାନେ କରିଥିବେ, ମାନୁଥିବେ, ପାଳୁଥିବେ, ସେମାନେ ମହା ବିପଦରୁ ରକ୍ଷା ପାଇବେ ନିଶ୍ଚୟ। ଯେପରି ପ୍ରକୃତିର ବିକରାଳ ଦୃଷ୍ଟି ପଡ଼ିବା ପୂର୍ବରୁ ନିରୀହ ପଶୁ ପକ୍ଷୀମାନେ ସେ ସ୍ଥାନ ଛାଡ଼ି ପଳାଇ ଯାଆନ୍ତି, ଠିକ୍ ସେହିଭଳି ମଣିଷ ପୂର୍ବରୁ ଟେର ପାଇଯାଏ ଯେ ଏଠି ବିପଦ ଆସିବାର ଅଛି। ତାପରେ ନିଜେ ବଞ୍ଚାଏ ଆଉ ଅନ୍ୟକୁ ବି ବଞ୍ଚାଏ। ଇଷ୍ଟାଭିମୁଖୀ ଯେଉଁମାନେ ଶୂନ୍ୟରୁ ସେମାନେ ଆୟର ପନ୍ଥା ଲାଗି କାମ ଯୋଗାଡ଼ କରି ନେବେ ଓ ହୃଦୟକୁ ଉଜାଡ଼ କରି ଯେଉଁ ଇଷ୍ଟ ଅର୍ଘ୍ୟ ଦେବେ, ସେହି ଉଚ୍ଛଳା ହୃଦୟରୁ ଅମୃତ ସୃଷ୍ଟି ହେବ ହିଁ ହେବ। ହଁ ବନ୍ଧୁଗଣ, ଇଷ୍ଟବୃତ୍ତି କେବଳ ଏକ ଧର୍ମୀୟ କର୍ମ ନୁହେଁ, ଏହା ଜୀବନ ଜୀଇଁବାର ଏକ ବିଜ୍ଞାନ। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ଇଷ୍ଟବୃତ୍ତି ନ କରି ଜଳ ଗ୍ରହଣ କରିବା ମଧ୍ୟ ପାପ। ତେଣୁ ଆସନ୍ତୁ ଆଜିଠାରୁ ନିଷ୍ଠାର ସହ, ଭକ୍ତିର ସହ ପ୍ରତିଦିନ ଇଷ୍ଟବୃତ୍ତି କରିବା ଏବଂ ନିଜ ଜୀବନକୁ ଧନ୍ୟ କରିବା। ତୁମେ ତ ରହିଛ ହୃଦୟ ମୋର, ଏ ଜୀବନ ତୁମରି ପାଇଁ। କୃପା ସିନ୍ଧୁ ଆହେ ହୃଦୟର ବନ୍ଧୁ, ତୁମେ ମୋ ଜୀବନ ସାଇଁ, ତୁମେ ମୋ ଜୀବନ ସାଇଁ। ହଁ ବନ୍ଧୁଗଣ, ଯଦି ଆପଣଙ୍କୁ ଆଜିର ଏହି ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଆମର ଏହି ଛୋଟିଆ ପ୍ରୟାସ ଜୟଗୁରୁ ପ୍ରାର୍ଥନା ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ପାଖରେ ଥିବା ବେଲ୍ ନୋଟିଫିକେସନର ଅଲ୍ ବଟନକୁ ନିଶ୍ଚୟ ପ୍ରେସ୍ କରିବେ ଏବଂ କମେଣ୍ଟସ୍ ବକ୍ସରେ ଜୟଗୁରୁ ଲେଖିବାକୁ ଜମାରୁ ବି ଭୁଲିବେନି। ଏ ଜୀବନର ଲକ୍ଷ୍ୟ ହେଉ ପ୍ରତିଟି ପ୍ରାଣରେ ତାଙ୍କରି ବାର୍ତ୍ତା ପହଞ୍ଚାଇବା। ଜୟଗୁରୁ ପ୍ରାର୍ଥନା, ନିଜେ ବଞ୍ଚିବା, ଅନ୍ୟକୁ ବଞ୍ଚାଇବା, କରିବାନି କେବେ ମନା। ଜୟଗୁରୁ। ବନ୍ଦେ ପୁରୁଷୋତ୍ତମ।